ସୁରଭି ବକ୍ତୃତା ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏକ ନୂଆ ପ୍ରକାରର ବକ୍ତୃତା। ଦେଖନ୍ତୁ, ମାନନୀୟ ବିଚାରକ ମଣ୍ଡଳୀ, ଉପସ୍ଥିତ ପ୍ରତିଯୋଗୀ ଏବଂ ଅନ୍ୟମାନଙ୍କୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ। ବନ୍ଧୁଗଣ, ଶିକ୍ଷା ଏକ ପଥ ଜୀବନ ଯାତ୍ରାରେ ବଞ୍ଚିବାର ମୁଖ୍ୟ ସାହସ, ସଂସ୍କୃତି ପୁଣିତ ଆନନ୍ଦ ଉତ୍ସବ ଯାହାର ନଥାଏ ଶେଷ। ଆଉ ସେଇଥିପାଇଁ ମୋର ଉଦ୍ଦେଶ୍ୟ ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି ଉପରେ ବକ୍ତୃତା ରଖିବା। ଶିକ୍ଷା ହେଉଛି ଆଲୋକ, ଯେଉଁଥିରେ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ। ଏହି କଥା ମାନବ ଜୀବନର ଶ୍ରେଷ୍ଠ ସତ୍ୟ। ଯେଉଁ ଜାତିର ଶିକ୍ଷା ଓ ସଂସ୍କୃତି ରହିଛି, ସେଠି ଉନ୍ନତିର ଆଲୋକ ସ୍ୱତଃ ପ୍ରକାଶିତ ହୋଇଥାଏ। ଓଡ଼ିଶା ଆଜି ଉନ୍ନତିର ପଥରେ ଆଗେଇ ଯାଉଛି। ଏହି ଯାତ୍ରାର ମୂଳ ଆଧାର ହେଉଛି ଶିକ୍ଷା ଓ ସଂସ୍କୃତି। ଉନ୍ନତିର ପ୍ରଥମ ପାହାଚ। ଗାନ୍ଧିଜୀ କହିଥିଲେ, ଶିକ୍ଷା କେବଳ ପାଠ୍ୟପୁସ୍ତକ ନୁହେଁ, ଏହା ମାନବତା, ନୈତିକତା ଓ ଦେଶପ୍ରେମ ଗଢ଼େ। ଓଡ଼ିଶାର ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଯଦି ସମସ୍ତେ ଶିକ୍ଷା ଲାଭ କରିପାରିବେ, ତେବେ ଜ୍ଞାନ ଓ ନୈତିକତା ଆଧାରିତ ସମାଜ ଗଠନ ହେବ। ଶିକ୍ଷିତ ନାଗରିକ ହେଉଛନ୍ତି ଜାତିର ସମ୍ପଦ। ସେମାନେ ଅର୍ଥନୀତି, ବିଜ୍ଞାନ, କୃଷି ଓ ପ୍ରଶାସନ ସମସ୍ତ କ୍ଷେତ୍ରରେ ଅଗ୍ରଗାମୀ ଭୂମିକା ନେବେ। ସଂସ୍କୃତି ଆମ ମାନସିକ ଶକ୍ତି। ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ଭୂମି, ଯେଉଁଠାରେ ଭାବ, ଭକ୍ତି ଓ ମାନବତାର ସମନ୍ୱୟ ରହିଛି। ଗାନ୍ଧୀଙ୍କ ମତରେ ଓଡ଼ିଶାର ନୃତ୍ୟ, ସଙ୍ଗୀତ, ଶିଳ୍ପ, ସାହିତ୍ୟ ଓ ପରମ୍ପରା ସବୁ ଆମ ସଂସ୍କୃତିର ଅଂଶ। ଯେତେବେଳେ ଆମେ ଆମ ସଂସ୍କୃତିକୁ ମୂଳକୁ ଭୁଲିଯାଉ, ସେତେବେଳେ ଆମର ଅସ୍ତିତ୍ୱ ହ୍ରାସ ପାଏ। ଏହି ସଂସ୍କୃତି ଆମକୁ ଏକତା ଓ ମାନବତାର ପାଠ ଦେଉଛି, ଯାହା ଉନ୍ନତ ଓଡ଼ିଶାର ମୂଳ ଆଧାର। ଶିକ୍ଷା ଓ ସଂସ୍କୃତିର ସମନ୍ୱୟ। ଯେଉଁଠି ଶିକ୍ଷା ଅଛି କିନ୍ତୁ ସଂସ୍କୃତି ନାହିଁ, ସେଠି ମାନବତା ଶୁଷ୍କ ହୋଇଯାଏ। ଏବଂ ଯେଉଁଠି ସଂସ୍କୃତି ଅଛି କିନ୍ତୁ ଶିକ୍ଷା ନାହିଁ, ସେଠି ଅନ୍ଧ ଆସ୍ଥା ଓ ଅନୁସରଣ ରହିଯାଏ। ଏହି କାରଣରୁ ଉନ୍ନତ ଓଡ଼ିଶା ପାଇଁ ଆମେ ଦୁଇଟିକୁ ସମାନ ମାନରେ ଆଗେଇ ନେବା ଆବଶ୍ୟକ। ପ୍ରତ୍ୟେକ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ହେଉ ଜ୍ଞାନ ଓ ସଂସ୍କୃତିର ଚେତନାର କେନ୍ଦ୍ର। ଆଗାମୀ ଓଡ଼ିଶାର ସ୍ୱପ୍ନ ଏଥିପାଇଁ ଆମର ରହିବ। ଶିକ୍ଷିତ ଯୁବପିଢ଼ି ଯେତେବେଳେ ସାଂସ୍କୃତିକ ମୂଳକୁ ଧରି ଆଗକୁ ଚାଲିବେ, ସେତେବେଳେ ଓଡ଼ିଶା ଭାରତର ଦିଗ୍ଦର୍ଶକ ଏକ ସମାଜ, ଯେଉଁଠି ଜ୍ଞାନ ଓ ନୈତିକତାର ମିଶ୍ରଣ ରହିଛି, ସେଠି ଶାନ୍ତି, ସମୃଦ୍ଧି ଓ ସମାନତା ଅବଶ୍ୟ ରହିଛି। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।